ଥରେ ପାର୍ବତୀ ଶିବଙ୍କୁ କହିଲେ, ପ୍ରଭୁ ଆପଣ ତ ଯୋଗୀ, ବାଘଛାଲ ପିନ୍ଧି ପାଉଁଶ ବୋଳି ରହୁଛନ୍ତି, ମୁଣ୍ଡରେ ଜଟା, ଗୁଡ଼ାଏ ସାପ ଦେହସାରା ସାଲୁବାଲୁ ହଉଛନ୍ତି। ମୋ ପ୍ରତି ଟିକେ ଧ୍ୟାନ ଦିଅନ୍ତୁ। ଲକ୍ଷ୍ମୀ, ସରସ୍ୱତୀ ଏମାନେ କେତେ ଅଳଙ୍କାର ନାଉଛନ୍ତି। ମୁଁ ଖାଲି ଆପଣଙ୍କ ପରି ସାଦାସିଧା ଚଳୁଛି। ଶିବ ପାର୍ବତୀଙ୍କ ମନ କଥା ଜାଣିପାରି କହିଲେ, ତୁମେ ତ ହିମାଳୟ ରାଜାଙ୍କ ଝିଅ, ତୁମକୁ କୋଉଟା ମନା। ଶିବ ନିଜ ଜଟାରୁ ଟିକେ ଛଡ଼ାଇ କହିଲେ, ଗୋଟିଏ କାମ କର, ଜଟାଟାକୁ ନେଇ ଯାଅ। ବଣିଆକୁ କହିବ, ଜଟା ଓଜନର ଅଳଙ୍କାର ଆଭୂଷଣ ଦବ। ପାର୍ବତୀଙ୍କ ମନ ଟିକେ ମଉଳିଗଲା। ତଥାପି ସେ ଜଟାଟାକୁ ନେଇ ଗଲେ। ବଣିଆ ତରାଜୁର ଗୋଟିଏ ପଟେ ଜଟାଟି ରଖି ଆରକଡ଼େ ଅଳଙ୍କାର ଥୋଇଲା। ଯେତେ ଥୋଇଲେ ବି ଜଟା ଓଜନ ସାଙ୍ଗେ ସମାନ ହେଲାନି। ବଣିଆ ଥକିଗଲା। ପାର୍ବତୀ ଏହା ଦେଖି ଜଟାଟିକୁ ଆଣି ଫେରି ଆସିଲେ। ମହାଦେବଙ୍କ ଆଗରେ ମୁଣ୍ଡ ତଳକୁ କରି କହିଲେ, ପ୍ରଭୁ, ମୁଁ ଲଜ୍ଜିତ। ମୋର ଆଉ ଅଳଙ୍କାର ଦରକାର ନାହିଁ। ଆପଣ ହିଁ ମୋର ପ୍ରକୃତ ଅଳଙ୍କାର।